Hello, my dear students. Welcome to Digital Learning Platform. ପିଲାମାନେ ତୁମମାନଙ୍କ ପାଇଁ ମୁଁ ନବୋଦୟ ଏଣ୍ଟ୍ରାନ୍ସ ପାଇଁ ଗଣିତର ନୋଟ୍ ପ୍ରସ୍ତୁତ କରିଛି ଏବଂ ତା ଏହି ଭିଡ଼ିଓ ମାଧ୍ୟମରେ ମୁଁ ସେୟାର କରିବାକୁ ଚାହୁଁଛି। ଦେଖ ପିଲାମାନେ, ଯେଉଁ ଗଣିତର ପ୍ରଥମ ଚାପ୍ଟରଟି ହେଉଛି ନମ୍ବର ସିଷ୍ଟମ୍, ତୁମର ସଂଖ୍ୟା ପଦ୍ଧତି। ଏହାକୁ ମୁଁ ତୁମ ପାଇଁ ନୋଟ୍ ଆକାରରେ ପ୍ରସ୍ତୁତ କରିଦେଇଛି। ଦେଖ ପିଲାମାନେ, ପ୍ରଥମରେ ହେଲା ତୁମର ଏଇଟା ସଂଖ୍ୟା ପଦ୍ଧତି, ତାପରେ ତୁମର ରୋମାନ ସଂଖ୍ୟା ବା ରୋମାନ ନମ୍ବର, ତାପରେ ହେଲା ତୁମର ସଂଖ୍ୟାର ପ୍ରକାର, ତାପରେ ସଂଖ୍ୟାର ଗଠନ ଏବଂ ତାପରେ ହେଲା ତୁମର ସ୍ଥାନୀୟ ମାନ ଏବଂ ପ୍ରକୃତ ମାନ। ପିଲାମାନେ, ଏଇଟା ଯେଉଁ ଆମେ ଏଇ ଭିଡ଼ିଓ ମାଧ୍ୟମରେ ମୁଁ ପ୍ରଥମରେ ତୁମକୁ ଦେଖ ସଂଖ୍ୟା ପଦ୍ଧତି, ଏଇ ଯେଉଁ ରୋମାନ ନମ୍ବର ବା ରୋମାନ ସଂଖ୍ୟା, ସଂଖ୍ୟାର ପ୍ରକାର, ସଂଖ୍ୟା ଗଠନ, ସ୍ଥାନୀୟ ମାନ ଓ ପ୍ରକୃତ ମାନ ସମ୍ବନ୍ଧରେ ମୁଁ ତୁମକୁ ଏଇ ନୋଟ୍ଟି ପ୍ରସ୍ତୁତ କରିଛି। ପିଲାମାନେ ଦେଖ, ତାପରେ ଆସିଗଲା ତୁମର ସଂଖ୍ୟା ପଦ୍ଧତିର ପ୍ରଥମଟା ହେଲା ଆନ୍ତର୍ଜାତୀୟ ପଦ୍ଧତି। ଆନ୍ତର୍ଜାତୀୟ ପଦ୍ଧତି এইটা এবং এইটা হচ্ছে তোমার ভারতীয় পদ্ধতি। দেখ আন্তর্জাতীয় পদ্ধতি কহিলে পিলাମାନେ দেখ যে ইন্টারন্যাশনাল সিস্টম, যাহাকি তোমার ডাহাণ পটে গোটে সংখ্যাটি যদি আমি লেখিলা, ধরিনিয়া গোটে সংখ্যাটি আমি লেখুছু যে 2405, তো এইটা ডাହାଣ ପଟରୁ ତିନୋଟି ଅଙ୍କ ପରେ କମା ବ୍ୟବହାର ହୋଇଥାଏ। ଏଇଟା ଭାରତୀୟ ପଦ୍ଧତିରେ ମଧ୍ୟ ଏଇଭଳିଆ ହୋଇଥାଏ, କିନ୍ତୁ ଆନ୍ତର୍ଜାତୀୟ ପଦ୍ଧତିରେ କ'ଣ ହେଇଥାଏ ପିଲାମାନେ, ନା ତିନୋଟି ପରେ ତାପରେ ପୁଣି ତିନୋଟି ପରେ ତାପରେ ପୁଣି ତିନୋଟି ପରେ କମା ବ୍ୟବହାର ହୋଇଥାଏ। କିନ୍ତୁ ଆମର ଏଇ ଭାରତୀୟ ପଦ୍ଧତିରେ ପ୍ରଥମରେ ଡାହାଣ ପଟୁ ତିନୋଟି ପରେ, ତାପରେ ଦୁଇଟି, ତାପରେ ପୁଣି ଦୁଇଟି। ଦେଖ ମୁଁ ଉଦାହରଣ ମାଧ୍ୟମରେ ତୁମକୁ ଦେଖାଇ ଦେଉଛି। ଧରିନିଅ ଗୋଟେ ସଂଖ୍ୟା, ଗୋଟେ 6 ଅଙ୍କ ବିଶିଷ୍ଟ ଗୋଟେ ସଂଖ୍ୟାଟେ ନେଇଯିବା। ଏଇଟା ହେଲା ତୁମର 6 ଅଙ୍କ ବିଶିଷ୍ଟ ଏକ ନା 2,34,570। ତ ପ୍ରଥମରେ ଡାହାଣ ପଟରୁ ଆମେ କ'ଣ କରିବା ନା ତିନୋଟି ପରେ ଗୋଟିଏ କମା ଦେବା, ତାପରେ ପୁଣି ଦୁଇଟି ପରେ ଗୋଟିଏ କମା ଦେବା। এইଭଳି ଏଇଟା ହେଉଛି ଭାରତୀୟ ପଦ୍ଧତି। ମାତ୍ର ତୁମର ଆନ୍ତର୍ଜାତୀୟ ପଦ୍ଧତି ବା ଇଣ୍ଟରନ୍ୟାସନାଲ ସିଷ୍ଟମରେ କ'ଣ ହେଇଥାଏ ପିଲାମାନେ, ନା ତୁମର ପୁଣି ତିନୋଟି ପରେ କମା, ଯୋଉଟାକି ଆମର ଏଇ ଯେଉଁ ଦୁଇଟି ପରେ ଆଉ କମା ରହିବ ନାହିଁ। এইଭଳିଆ ହେଇଯିବ ତୁମର, ମାନେ এইଭଳିଆ ହୋଇଯିବ। এইটা ହେଲା ତୁମର ଆନ୍ତର୍ଜାତୀୟ ପଦ୍ଧତି। ପ୍ରଥମରେ ଡାହାଣ ପଟୁ ତିନୋଟି ପରେ କମା, ତାପରେ ପୁଣି ତିନୋଟି ପରେ କମା, ତାପରେ ପୁଣି ତିନୋଟି ପରେ କମା, এইଭଳିଆ ହେବ। ଠିକ ଅଛି। ତ ଏଇଟା ଥିଲା ତୁମର ଆନ୍ତର୍ଜାତୀୟ ପଦ୍ଧତି বা ଆମର ଯେଉଁ କ'ଣ ଭାରତୀୟ ପଦ୍ଧତି ବା ଆମର ଇଣ୍ଡିଆନ ସିଷ୍ଟମ। ତାପରେ ଦେଖ ଆମେ ଯିବା ଭାରତୀୟ ସଂଖ୍ୟା ପଦ୍ଧତି ବା ଇଣ୍ଡିଆନ ନମ୍ବର ସିଷ୍ଟମ। এইটা କ'ଣ ହେଇଥାଏ ପିଲାମାନେ, ତୁମର ଡାହାଣ ପଟରୁ ଏକକ, ଦଶକ, ତୁମର କ'ଣ ହୋଇଥାଏ ନା ଏକକ, ଦଶକ, ଶହ, ହଜାର, 10,000, ଲକ୍ଷ, 10 ଲକ୍ଷ, 1 କୋଟି, ତାପରେ ତୁମର 10 କୋଟି, এইଭଳିଆ ହୋଇଥାଏ। ଠିକ ଅଛି। ତାପରେ ଦେଖ ନେକ୍ସଟ ଆନ୍ତର୍ଜାତୀୟ ସଂଖ୍ୟା ପଦ୍ଧତି ବା ଇଣ୍ଟରନ୍ୟାସନାଲ ନମ୍ବର ସିଷ୍ଟମ। ଏଥିରେ ତୁମର କ'ଣ ହୋଇଥାଏ ନା ଏକକ, ଦଶକ, ଶତକ, ହଜାର,
100,000 ମିଲିୟନ 10 ମିଲିୟନ ଏବଂ 100 ମିଲିୟନ ତୁମର ହୋଇଥାଏ। ଠିକ ଅଛି। ତାପରେ ଦେଖ ତୁମର ନେକ୍ସଟ ତୁମର ଆସିଲା ରୋମାନ ନ୍ୟୁମେରାଲ୍ସ ବା ରୋମାନ ସଂଖ୍ୟା। ରୋମାନ ସଂଖ୍ୟା ପ୍ରାଚୀନ ରୋମରୁ ଆସିଛି ପିଲାମାନେ। ଏହି ପଦ୍ଧତିରେ ଲାଟିନ ଭାଷା ବ୍ୟବହାର କରି ସଂଖ୍ୟା ଲେଖାଯାଏ। ଏହି ସଂଖ୍ୟାରେ ଶୂନ୍ୟ ନଥାଏ। ହିନ୍ଦୁ ଆରବିକରେ ଯଦି ଆମେ 30କୁ ଏଇଭଳିଆ ଲେଖିବା ତାହେଲେ ରୋମାନ ସଂଖ୍ୟାରେ ସେଇଟା ହେଇଯିବ x ମାନେ x କହିଲେ 10 ପୁଣି x 10 ପୁଣି x 10 ଏଇଭଳିଆ 30କୁ ଆମେ 3ଟି x ଆକାରରେ ଲେଖିପାରିବା। ତାପରେ 40 ଯଦି ଆମେ ଏଇଭଳିଆ ଲେଖୁଛୁ ଆମ ହିନ୍ଦୁ ଆରବିକରେ ତାହେଲେ ରୋମାନ ସଂଖ୍ୟା କେମିତି ହେବ XL ମାନେ L ଟି ହେଉଛି ତୁମର 50 x ହେଲା ତୁମର 10 ବାମ ପଟରେ ଯେହେତୁ x ଲାଗିଛି ତାହେଲେ 10 କମ ମାନେ 40 50ରୁ 10 କମ ମାନେ କେତେ ତୁମର ହେଇଗଲା ନା 40। ଠିକ ଅଛି। ତାପରେ ଦେଖ ଏଇଟା ହେଲା ତୁମର ସି କହିଲେ ତୁମର 100କୁ ବୁଝାଉଛି ରୋମାନ ସଂଖ୍ୟାରେ। ଡି କହିଲେ ତୁମର 500 ଏବଂ ଏମ୍ କହିଲେ ତୁମର 1000କୁ ବୁଝା ହେଉଛି। ଠିକ ଅଛି ପିଲାମାନେ। ଦେଖ ତାପରେ ଆସିଗଲା ତୁମର ସଂଖ୍ୟାର ପ୍ରକାର ଭେଦ। ତାପରେ ଦେଖ ପିଲାମାନେ ତୁମର ପ୍ରାକୃତିକ ସଂଖ୍ୟା ବା ନ୍ୟାଚୁରାଲ ନମ୍ବର୍ସ। ଏଇଟା ତୁମର 1ରୁ ଆରମ୍ଭ ହେଇକରି 1 2 3 4 5 6 ଏମିତି ଆଗକୁ ବଢି ଚାଲିଥାଏ। ଏଇଟା ହେଉଛି ତୁମର ପ୍ରାକୃତିକ ସଂଖ୍ୟା। ସାମଗ୍ରିକ ସଂଖ୍ୟା ବା ହୋଲ ନମ୍ବର ଏଇଟା ପିଲାମାନେ ତୁମର 0ରୁ ଆରମ୍ଭ ହେଇକରି ଚାଲିଥାଏ। 0 1 2 3 4 5 6 7 ଏମିତି ଆଗକୁ ବଢି ଚାଲିଥାଏ। ତାପରେ 3 ନମ୍ବର ହେଲା ତୁମର ପୂର୍ଣ୍ଣ ସଂଖ୍ୟା ବା ଇଣ୍ଟିଜର୍ସ ଯାହାକୁ ଆମେ କହୁଛୁ। ଏଇଟା ପିଲାମାନେ ତୁମର କ'ଣ ଧନାତ୍ମକ ବି ଥାଏ ଏବଂ ଋଣାତ୍ମକ ବି ଥାଏ। ବୁଝିଲା ମାନେ ତାର ହେଉଛି ମାଇନସ୍ ବି ଥିବ ଏବଂ ପ୍ଲସ୍ ବି ଥିବ ଏବଂ 0 ମଧ୍ୟ 0 1 2 ଏପଟେ ଡାହାଣ ପଟକୁ ଆଗକୁ ବଢି ଚାଲିବ। ତାପରେ -1 -2 -3 ଏଇଭଳିଆ ତୁମର ବାମ ପଟକୁ ବଢି ଚାଲିବ। ଏଇଟା ହେଉଛି ତୁମର ପୂର୍ଣ୍ଣ ସଂଖ୍ୟା ବା ଇଣ୍ଟିଜର୍ସ। ତାପରେ ତୁମର ହେଲା ପରିମେୟ ସଂଖ୍ୟା ବା ରେସନାଲ ନମ୍ବର। ଏଇଟା କ'ଣ ପିଲାମାନେ ନା ଏଇଟା ହେଉଛି ତୁମର ଯେ ଧରିନିଅ P ବା Q ହେଉଛି ଯଦି ଗୋଟିଏ ପରିମେୟ ସଂଖ୍ୟା ବା P ବିଭକ୍ତ Q ଯଦି ଗୋଟିଏ ପରିମେୟ ସଂଖ୍ୟା ତ Qଟା ପିଲାମାନେ ଇଜ୍ ନଟ୍ ଇକ୍ୱାଲ ଟୁ 0 ବା 0 ହୋଇନଥିବ। ତାହେଲେ ସେଇଟା ହେବ ଗୋଟିଏ ପରିମେୟ ସଂଖ୍ୟା। ତାପରେ ଦେଖ ଯୁଗ୍ମ ସଂଖ୍ୟା କହିଲେ କ'ଣ ବୁଝିବ ନା ଯୁଗ୍ମ ସଂଖ୍ୟା ଯେଉଁ ସଂଖ୍ୟା 2 ଦ୍ୱାରା ଭାଗ କରି ହେଇଯିବ ବା ଯାହାର ଏକକ ଘରର ସଂଖ୍ୟା 2 4 6 8 0 ଥିବ ସେଇଟା ହେଇଯିବ ପିଲାମାନେ ତୁମର ଯୁଗ୍ମ ସଂଖ୍ୟା। ଅଯୁଗ୍ମ ସଂଖ୍ୟା ଯାହାକୁ 2 ଦ୍ୱାରା ଭାଗ କରାଯାଇ ପାରିବ ନାହିଁ, ଯାହାର ଏକକ ଘରେ 1 3 5 7 9 ଥିବ ସେଇଟା ହେଲା ତୁମର ଅଯୁଗ୍ମ ସଂଖ୍ୟା। ତାପରେ ତୁମର ମୌଳିକ ସଂଖ୍ୟା କ'ଣ ନା ପିଲାମାନେ ଯେଉଁ ସଂଖ୍ୟାର କେବଳ 2ଟି ମାତ୍ର ଗୁଣନୀୟକ ଥିବ ସେଇଟା ହେଉଛି ତୁମର ମୌଳିକ ସଂଖ୍ୟା। ଠିକ ଅଛି। ତାପରେ ଦେଖ ପିଲାମାନେ ଆମେ ଆଗକୁ ଗୁଣନୀୟକ କହିଲେ କ'ଣ ଆମେ ପଢିବା। ତାପରେ ଦେଖ ଯୌଗିକ ସଂଖ୍ୟା କ'ଣ ଯେ ଯାହାର 2ରୁ ଅଧିକ ଗୁଣନୀୟକ ଥିବ ତାକୁ ଆମେ ଯୌଗିକ ସଂଖ୍ୟା କହିବା। ଠିକ ଅଛି। ତାପରେ ଦେଖ ପରସ୍ପର ମୌଳିକ ସଂଖ୍ୟା ଠିକ ଅଛି। ତ ପରସ୍ପର ମୌଳିକ ସଂଖ୍ୟା ମାନେ କ'ଣ କୋ ପ୍ରାଇମ ନମ୍ବର୍ସ ଯାହାର ଯେଉଁ 2ଟି ସଂଖ୍ୟାର 1 ଛଡା ଆଉ କୌଣସି ସାଧାରଣ ଗୁଣନୀୟକ ନଥିବ। 1କୁ ଛାଡ଼ିଦେଲେ ଆଉ କୌଣସି ସାଧାରଣ ଗୁଣନୀୟକ ଯାହାର ନଥିବ ତାକୁ ପରସ୍ପର ମୌଳିକ ସଂଖ୍ୟା ବୋଲି
कुहा जाए। ठीक है पिला माने तापर देख नेक्स्ट जीवा एटा तुमर आसी जाउची कौन ना नेचुरल नंबर तापर आसीगला तुमर होल नंबर तापर आसी तुमर इंटीजर्स तापर तुमर रेशनल एवं तापर तुमर इरेशनल नंबर्स। ठीक है पिलाने तापर आमे गोटी गोटी प्रत्येक जो संख्यार प्रकार भेद रही आमे गोटी गोटी करी तार संज्ञा जानिबा एवं से संख्याटाकू आमे चिन्हट करिबा। तो जो संख्या दुई द्वारा विभाज्य हो जाए थाए जो संख्या दुई द्वारा विभाज्य होता है ताकू पिला माने कौन ना जुग्म संख्या कहा जाए। जो संख्या मानकर एकक स्थान अंक 2 4 6 0 होता है 2 4 6 8 0 होता है से माने हेले जुग्म संख्या। उदाहरण देख पिला माने दे दिया 14 18 42 एवं 50। ठीक है नेक्स्ट देख तापर तुमर जो संख्या दुई द्वारा विभाज्य हुए नहीं ताकू अजुग्म संख्या कहा जाए एवं जो संख्यार एकक स्थान अंक 1 3 5 7 9 होता है से संख्या गुड़ी को अजुग्म संख्या कहा जाए। जमीती एटी मते तुमर देख उदाहरण दे दिया कौन 13 17 21 39 इत्यादि हूँ गोटे गोटे अजुग्म संख्या। ठीक है तापर देख नेक्स्ट जीवा तुमर देख पिला माने मौलिक संख्या जो संख्यार केवल दुईटी मात्र गुणनीयक थाए ताकू मौलिक संख्या कहा जाए। केवल दुईटी मात्र गुणनीयक तो आमे पुणी गुणनीयक कहले कौन ना जदि आमे गोटे संख्यार जदि गुणनीयक आमे केमिति बाहर करबा ना धरिनिय 2 गुणन 3 समान है 6 तो 2 एवं 3 हो गले 6 रो गोटे गोटे गुण नियक से भाया धरिनिय 3 गुणन 5 गुणन हो गुणफल के तार 15 तो 15 रो गुण नियक किए किए गले ना 3 आउ 5 15 रो दुईटी गुण नियक हो गले। तो देख ये पिला माने जो आमर मौलिक संख्यार उदाहरण दिखाई 2 3 7 11 13 इत्यादि तो 2 रो गुणनीयक देख गोटे उदाहरण है 2 रो गुणनीयक केवल 1 आउ 2 माने 1 गुणन 2 और 2 गुणन 1 कले आम कौन पाइबा ना 2 पाइबा से 1 रो गुणनीयक दुईटी हेले 1 एवं सही संख्या निजे 2 तापर 13 रो गुणनीयक किए हेले पिला माने ना 13 रो गुणनीयक हो गले तुमर किए 1 आउ 13। ठीक है तापर देख जी आम यौगिक संख्या क्या कहवा जो संख्यार 2 रु अधिक गुणनीयक थाए ताकू यौगिक संख्या कह। उदाहरण देख 6 4 9 15 इत्यादि सब दिखाई तुम कौन यौगिक संख्या। तो 6 रो गुणनीयक गुड़िक कौन कौन है ना 1 2 3 आउ 6 1 गुणन 6 2 गुणन 3 है पुणी 6 गुणन 1 3 गुणन 2 तो यहाँ हो गला तुम 1 2 3 आउ 6 हो गला तुम 6 रो 4टी गुण नियक तो से 6 हेउची पिला माने गोटे यौगिक संख्या से भली 9 भी हेउची गोटे यौगिक संख्या कारण 9 रो 3टी गुण नियक अछि। ठीक अछि तापर देख देख पिला माने एठी तुमरो 1 रु 50 पर्यंत तुमरो गणन संख्या दिया हिची एवं जो रेड मार्क दे दिया सेटा हो तुम मौलिक संख्या 2 3 5 7 11 13 17 19 23 29 31 37 41 43 आउ 47 तुम 1 रु 50
ମଧ୍ୟରେ 15ଟି ମୌଳିକ ସଂଖ୍ୟା ତୁମର ଅଛି। 15ଟି ମୌଳିକ ସଂଖ୍ୟା ଅଛି ଏବଂ 1 ରୁ 100 ପର୍ଯ୍ୟନ୍ତ ତୁମର 25ଟି ମୌଳିକ ସଂଖ୍ୟା ଅଛି। ଏଇଟା ମନେ ରଖିବ ପିଲାମାନେ, ଏଇଟା ମନେ ରଖିବ। ଏଇଟା ପରୀକ୍ଷାରେ ତୁମର ଏଣ୍ଟ୍ରାନ୍ସରେ ଆସିଥାଏ ବି ଯେ 1 ରୁ 100 ପର୍ଯ୍ୟନ୍ତ କେତୋଟି ମୌଳିକ ସଂଖ୍ୟା ଅଛି। ତ ତୁମର ଉତ୍ତର ହେବ କେତେ? 25ଟି ମୌଳିକ ସଂଖ୍ୟା। ଠିକ ଅଛି। ତାପରେ ଦେଖ ପିଲାମାନେ, ପରସ୍ପର ମୌଳିକ ସଂଖ୍ୟା ବା କୋ ପ୍ରାଇମ୍ ନମ୍ବର୍ସ, ଯେଉଁ ସଂଖ୍ୟା ମାନଙ୍କର ଗସାଗୁ ବା ଯେଉଁ ସଂଖ୍ୟା ମାନଙ୍କର କେବଳ 1 ହିଁ କେବଳ ଗୋଟେ ସାଧାରଣ ଗୁଣନୀୟକ ହୋଇଥାଏ, ତା ଛଡ଼ା ଆଉ କୌଣସି ଗୁଣନୀୟକ ସାଧାରଣ ଗୁଣନୀୟକ ନଥାନ୍ତି, ସେହି ସଂଖ୍ୟା ମାନଙ୍କୁ ପରସ୍ପର ମୌଳିକ ସଂଖ୍ୟା ବୋଲି କୁହାଯାଏ। ଠିକ ଅଛି। ଯେମିତିକି 3 ଏବଂ 4, 9 ଏବଂ 17, 2 ଏବଂ 7, এইটা হচ্ছে ଗୋଟେ ପରସ୍ପର ମୌଳିକ ସଂଖ୍ୟା। ତ ପରସ୍ପର ଦେଖ ପିଲାମାନେ ମନେ ରଖିବ ଯେ ପରସ୍ପର ମୌଳିକ ସଂଖ୍ୟା କହିଲେ କେବଳ 2ଟି ମୌଳିକ ସଂଖ୍ୟା ହେବ ତା ନୁହେଁ, ଗୋଟିଏ ଯୌଗିକ ସଂଖ୍ୟା ବି ହେଇପାରେ ଏବଂ ଗୋଟିଏ ମୌଳିକ ସଂଖ୍ୟା, 2 ଜଣ ପରସ୍ପର ମୌଳିକ ସଂଖ୍ୟା ହେଇପାରିବେ। ଠିକ ଅଛି। ତ ଦେଖ ଏଠି 9 ହେଉଛି ଗୋଟିଏ ଯୌଗିକ ସଂଖ୍ୟା, 9 ହେଉଛି ଗୋଟିଏ ଯୌଗିକ ସଂଖ୍ୟା ଏବଂ ତା ସାଙ୍ଗରେ 7 ହେଉଛି ଗୋଟିଏ ମୌଳିକ ସଂଖ୍ୟା। ତ ଏ 2 ଜଣ ହେଉଛନ୍ତି ପରସ୍ପର ମୌଳିକ ସଂଖ୍ୟା, କାରଣ ଏମାନଙ୍କର 1 ଛଡ଼ା ଆଉ କୌଣସି ସାଧାରଣ ଗୁଣନୀୟକ ନାହିଁ। ଠିକ ଅଛି। ତାପରେ ଦେଖ ପିଲାମାନେ, ତୁମର ଯମଜ ମୌଳିକ ସଂଖ୍ୟା ବା ଟୁଇନ୍ ପ୍ରାଇମ୍ ନମ୍ବର, ଯେଉଁ 2ଟି ମୌଳିକ ସଂଖ୍ୟା ଦ୍ୱୟ ମଧ୍ୟରେ ପାର୍ଥକ୍ୟ 2, 2ଟି ମୌଳିକ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ 2 ହୋଇଥିବ ଏବଂ ତାଙ୍କ ମଝିରେ ଗୋଟିଏ ଯୌଗିକ ସଂଖ୍ୟା ଯଦି ଥିବ, ତାହେଲେ ସେ ଉଭୟ ମୌଳିକ ସଂଖ୍ୟାକୁ ଯମଜ ମୌଳିକ ସଂଖ୍ୟା ବୋଲି କୁହାଯାଏ। 3 ଏବଂ 5 ହେଲେ ଗୋଟିଏ ଯମଜ ମୌଳିକ ସଂଖ୍ୟା। ତ ଏହିଭଳି କେତେ ଯୋଡ଼ା ଯମଜ ମୌଳିକ ସଂଖ୍ୟା 1 ରୁ 100 ମଧ୍ୟରେ ଅଛି? ନା 8 ଯୋଡ଼ା। এটা ମନେ ରଖିବ ପିଲାମାନେ। ତୁମର 8 ଯୋଡ଼ା ତୁମର ଯମଜ ମୌଳିକ ସଂଖ୍ୟା 1 ରୁ 100 ମଧ୍ୟରେ ଅଛନ୍ତି। ଠିକ ଅଛି। ଦେଖ ତାପରେ ପିଲାମାନେ, ସଂଖ୍ୟା ଗଠନ ତୁମର 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଗଲା ପିଲାମାନେ ତୁମର କେତେ? 9। 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଗଲା ତୁମର 99। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଗଲା ତୁମର 999। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଗଲା ତୁମର 9999 ଏବଂ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଗଲା ତୁମର 69999 ଏବଂ 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଇଗଲା ତୁମର 9,69,999। ତାପରେ ଦେଖ କ୍ଷୁଦ୍ରତମ ସଂଖ୍ୟା ସେଇଭଳିଆ, 1 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଇଗଲା ତୁମର 1। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 10। 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 100। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1000। 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଇଗଲା ତୁମର 10,000 ଏବଂ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଇଗଲା ତୁମର 1 ଲକ୍ଷ। ଠିକ ଅଛି। ଏଇଟା ହେଉଛି ତୁମର କ୍ଷୁଦ୍ରତମ ଏବଂ ବୃହତ୍ତମ ସଂଖ୍ୟା। ତାପରେ ଦେଖ ପିଲାମାନେ, କେଉଁ ସଂଖ୍ୟା କେତୋଟି ଅଛି? କେଉଁ ସଂଖ୍ୟା କେତୋଟି ତୁମର ଅଛି? ତ 1 ଅଙ୍କ ବିଶିଷ୍ଟ ସଂଖ୍ୟା ପିଲାମାନେ ତୁମର 1 ରୁ ଆରମ୍ଭ କରିକିରି 9 ପର୍ଯ୍ୟନ୍ତ ତୁମର 9ଟି ଅଛି। 2 ଅଙ୍କ ବିଶିଷ୍ଟ ସଂଖ୍ୟା ତୁମର ଅଛି କେତେ? 10 ରୁ ଆରମ୍ଭ କରି 99 ପର୍ଯ୍ୟନ୍ତ କେତେ ତୁମର? 90ଟି ଅଛି। 3 ଅଙ୍କ ବିଶିଷ୍ଟ ତୁମର 900ଟି। 4 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି ତୁମର 9000ଟି। 5 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି ତୁମର 90000 ଏବଂ 6 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି ତୁମର
9 ଲକ୍ଷଟି ଅଛି। ଠିକ ଅଛି। ତାପରେ ଦେଖ ପିଲାମାନେ ତୁମର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସଂଖ୍ୟା। ଠିକ ଅଛି। ଏଇଟା ପିଲାମାନେ ମିଷ୍ଟେକ୍ ହେଇଯାଇଛି ହେଲା ନୋଟରେ ମେକିଂ ସମୟରେ। ଏଇଟା ଯିବା ତୁମର ନା ପୂର୍ବବର୍ତ୍ତୀ। ଠିକ ଅଛି। ଏଇଟା ତୁମର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟା। ତ ପୂର୍ବବର୍ତ୍ତୀ ସଂଖ୍ୟା କହିଲେ ପିଲାମାନେ ଯେତେବେଳେ ଆମେ ଗୋଟେ ସଂଖ୍ୟାଟି ଆମକୁ ଦିଆଯାଇଛି ଏବଂ ତାର ପୂର୍ବବର୍ତ୍ତୀ ସଂଖ୍ୟା ବାହାର କରିବାକୁ କୁହାଯାଉଛି ତ କଣ କରିବା ପିଲାମାନେ ସେଇ ସଂଖ୍ୟାରୁ ଆମେ କଣ କରିବା ନା 1 ବିଯୋଗ କରିବା। ଏଇ ଯେତେବେଳେ ଆମେ ବିଯୋଗ କରିବା ତାହେଲେ ଆମେ ତାର ପୂର୍ବବର୍ତ୍ତୀ ସଂଖ୍ୟାଟି ପାଇଯିବା ଏବଂ ପରବର୍ତ୍ତୀ ସଂଖ୍ୟାରେ କଣ କରିବା ପାଇବା ପାଇଁ ନା ସେଇ ସଂଖ୍ୟାରେ ଆମେ କଣ କରିବା 1 ଯୋଗ କରିଦେବା। ଠିକ ଅଛି। ତ ଏଇଟା ଯେତେବେଳେ ତୁମର କେତେ ଅଛି ନା 256 ହେଇଗଲା ତୁମର ସଂଖ୍ୟାଟି। ସେଥିରେ ଯେତେବେଳେ ଆମେ 1 ଯୋଗ କରିଦଉଛୁ ତ ଏଇଟା ହେଉଛି କଣ 200 ତୁମର 57। ଠିକ ଅଛି। ଏବଂ 1 ବିଯୋଗ କରିଦେଲେ ତୁମର ହେଇଯାଉଛି 255। ଏଇଭଳିଆ 2082 ତାର ପରବର୍ତ୍ତୀ ସଂଖ୍ୟା ହେଇଗଲା 2083 ଏବଂ ପୂର୍ବବର୍ତ୍ତୀ ସଂଖ୍ୟା ହେଇଗଲା 2081। ପୁଣି ଦେଖ ଆଉ ଗୋଟେ ଦିଆହେଇଛି ଉଦାହରଣ 878 ର ପରବର୍ତ୍ତୀ ହେଇଗଲା 879 ଏବଂ ପୂର୍ବବର୍ତ୍ତୀ ହେଇଗଲା 877। 896 ର ସେଇଭଳିଆ 897 ଏବଂ 895। ଏଇଭଳି ଭାବରେ ଆମେ କଣ କରିବା ନା ପରବର୍ତ୍ତୀ ଏବଂ ପୂର୍ବବର୍ତ୍ତୀ ସଂଖ୍ୟା ଆମେ ନିର୍ଣ୍ଣୟ କରିପାରିବା। ଆଉ ଗୋଟେ କଥା ପିଲାମାନେ ମନେ ରଖିଥିବ ଯେ ଗୋଟେ କୌଣସି ସଂଖ୍ୟାର ପରବର୍ତ୍ତୀ ଏବଂ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କେତେ? ପରବର୍ତ୍ତୀ ଗୋଟେ ସଂଖ୍ୟାର ପରବର୍ତ୍ତୀ ଏବଂ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କେତେ? ତ ଏଇଟା ପିଲାମାନେ ସବୁବେଳେ କଣ ହେଇଥାଏ ନା 2। ଏହାର ଉତ୍ତର ହେବ ସବୁବେଳେ ଗୋଟିଏ ସଂଖ୍ୟାର ପରବର୍ତ୍ତୀ ଏବଂ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ସବୁବେଳେ 2 ହୋଇଥାଏ। ଠିକ ଅଛି। ଏଇଟା ମନେ ରଖିଥିବ। ଦେଖ ପିଲାମାନେ ତାପରେ ସ୍ଥାନୀୟ ମାନ ଓ ପ୍ରକୃତ ମାନ ହେଲା। ତ ଆମେ ଯେତେବେଳେ ଗୋଟେ ସଂଖ୍ୟାର ସ୍ଥାନୀୟ ମାନ ନିର୍ଣ୍ଣୟ କରୁଛୁ ଧରିନିଅ ଗୋଟିଏ ସଂଖ୍ୟାଟି ହେଇଗଲା 8465। ତ 8 ଯେତେବେଳେ ଆମେ ସ୍ଥାନୀୟ ମାନ ନିର୍ଣ୍ଣୟ କରୁଛୁ ତ 8 ଯୋଉ ଅଙ୍କଟି କେଉଁ ସ୍ଥାନରେ ଅଛି ଆମେ ଡାହାଣ ପଟରୁ କଣ ଏକକ ଦଶକ ଶତକ ଏବଂ ହଜାର ଏଇଭଳିଆ ହଜାର ସ୍ଥାନରେ ଅଛି 8 ଅଙ୍କଟି ହଜାର ସ୍ଥାନରେ ଅଛି। ତ ତାର ସ୍ଥାନୀୟ ମାନ ହେଇଯିବ 8000 ଏବଂ ତାର ପ୍ରକୃତ ମାନ ହେଉଛି 8। ତା ସେଇଭଳି ପୁଣି 4 କେଉଁ ସ୍ଥାନରେ ଅଛି ନା 4 ଅଙ୍କଟା ତୁମର ଏକକ ଦଶକ ଶତକ ସ୍ଥାନରେ ଅଛି ତୁମର 4ଟା। ତାର ଅର୍ଥ ହେଉଛି 4ର ସ୍ଥାନୀୟ ମାନ ହେଉଛି 400 ବା 4 ଶତକ ଏବଂ ତାର ପ୍ରକୃତ ମାନ ହେଉଛି 4। ସେଇଭଳିଆ 6ର ସ୍ଥାନୀୟ ମାନ ହେଇଗଲା ପିଲାମାନେ ଦଶକ ସ୍ଥାନରେ ଅଛି ତ 6ର ସ୍ଥାନୀୟ ମାନ ହେଇଗଲା ତୁମର 60 ଏବଂ ତାର ପ୍ରକୃତ ମାନ ହେଉଛି 6। ପ୍ରକୃତ ମାନ ହେଉଛି 6। ପୁଣି 5ର ସ୍ଥାନୀୟ ମାନ ହେଇଗଲା 5 ଏବଂ ପ୍ରକୃତ ମାନ ହେଉଛି 5। ତ ଯେତେବେଳେ ତୁମକୁ ପ୍ରଶ୍ନ ଆସିବ ପିଲାମାନେ ଯେ କେଉଁ ସ୍ଥାନର ଅଙ୍କର ସ୍ଥାନୀୟ ମାନ ଏବଂ ପ୍ରକୃତ ମାନର କୌଣସି ପରିବର୍ତ୍ତନ ହୁଏ ନାହିଁ ତୁମେ ମନେ ରଖିବ ଏକକ ସ୍ଥାନର ଅଙ୍କର ସ୍ଥାନୀୟ ମାନ ଏବଂ ପ୍ରକୃତ ମାନ ମଧ୍ୟରେ କେତେବେଳେ ଭିନ୍ନତା ଆସେ ନାହିଁ ତାର ମୂଲ୍ୟଟା ସମାନ ହୋଇଥାଏ। ତ ପିଲାମାନେ ଏଇ ଥିଲା ତୁମର ପ୍ରଥମ ଚ୍ୟାପ୍ଟର ଯୋଉ ସଂଖ୍ୟା ପଦ୍ଧତି। ତାପରେ ପୁଣି ନେକ୍ସଟ ଚ୍ୟାପ୍ଟରକୁ ନେକ୍ସଟ ଭିଡ଼ିଓରେ ମୁଁ ତୁମମାନଙ୍କ ପାଇଁ ଆଣିବି ଏଇ ନୋଟଟି ଏବଂ ମୁଁ ଭାବୁଛି ତୁମେ ନିଶ୍ଚିତ ଭାବରେ ଏଇ ଯୋଉ ଭିଡ଼ିଓରୁ ଲାଭବାନ ହେଇପାରିବ। ଭିଡ଼ିଓଟିକୁ ଭଲ ଭାବରେ ଦେଖିବ ଏଇ ନୋଟଟିକୁ ତୁମର ନୋଟ ଖାତାରେ ଲେଖିନେବ ପିଲାମାନେ। ରହୁଛି ଟାଟା ବାଏ ବାଏ। ପୁଣି ଭେଟ ହେବା ନେକ୍ସଟ ଭିଡ଼ିଓରେ।